ନମସ୍କାର ବନ୍ଧୁଗଣ। ଆଜି ଅକ୍ଟୋବର 31 ତାରିଖ ଶୁକ୍ରବାର, ତୁଳା 15 ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ। ଚାଲନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ମେଷ ରାଶି। କର୍ମଭାବରେ ଚନ୍ଦ୍ରଙ୍କ ଅବସ୍ଥାନ କାରଣରୁ ଲକ୍ଷ୍ୟ ପୂରଣ ସକାଶେ ସମସ୍ତ ସୁବିଧା ସୁଯୋଗ ପାଇପାରନ୍ତି। ପରୋକ୍ଷ ଶତ୍ରୁତା ଜନିତ କାମ ହାସଲରେ ବାଧା ହେତୁକ ଅସ୍ଥିରତା ସୃଷ୍ଟି ହେବ। ବିବାଦୀୟ ବିଷୟରୁ କେନ୍ଦ୍ର କରି ପଡ଼ୋଶୀମାନେ ଆପଣଙ୍କ ସହ ଲୋଡ଼ି ପାରନ୍ତି। ପରିସ୍ଥିତି ବଶତଃ କାମ ଚାପରେ ନିଜକୁ ଆଡ଼ଜଷ୍ଟ କରିବାକୁ ବାଧ୍ୟ ହେବେ। ବୃଷ ରାଶି। ଚନ୍ଦ୍ରକେନ୍ଦ୍ରରେ ବୃହସ୍ପତି ଗଜେଶ୍ୱରୀ ଯୋଗ ସୃଷ୍ଟି କରୁଥିବାରୁ ଆପଣ ସାମାଜିକ ସମ୍ମାନ ପାଇପାରନ୍ତି। ସକାଳୁ ଘରେ ଟିକିଏ ଜୋର ଦେଇ କଥା କହିବା କାରଣରୁ ମତାନ୍ତର ସୃଷ୍ଟି ହେବ। ଯେତେ ଅନୁନୟ ହେଲେ ମଧ୍ୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ। ଅନୁଷ୍ଠାନିକ କାର୍ଯ୍ୟରେ ଛୋଟ କଥାକୁ କେନ୍ଦ୍ର କରି କଳହର ଆଶଙ୍କା ରହିଛି। ମିଥୁନ ରାଶି। ବୃହସ୍ପତି ପ୍ରଭାବରେ ଆଜି ପ୍ରୟୋଗାତ୍ମକ କୌଶଳ ମାଧ୍ୟମରେ ସଫଳତା ପାଇବେ। ବେଳେବେଳେ କୌଶଳ ଅର୍ଥ ପାଇବା ସକାଶେ ଚେଷ୍ଟା କରି ଆଶାକୁ ଚରିତାର୍ଥ କରିପାରନ୍ତି। ଅସୁବିଧାରେ ପଡ଼ିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସା ଭାଜନ ହେବେ। ସହକର୍ମୀଙ୍କ ସାହାଯ୍ୟ ବିନା କାମ ହାସଲରେ କଷ୍ଟକର ହେବ। କର୍କଟ ରାଶି। ରାଶିରେ ଗୁରୁଙ୍କ ସ୍ଥିତି ଯୋଗୁଁ ଆଦୌ ପଡ଼ୁନଥିବା ବ୍ୟକ୍ତି ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ପରିବାରରେ ଝଗଡ଼ା ସୃଷ୍ଟି ହୋଇପାରେ। ବିବାଦୀୟ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି। ଚେଷ୍ଟା କରୁଥିବା କାମରେ ସଫଳତା ହାସଲ କରି ପ୍ରଶଂସିତ ହେବେ। ସିଂହ ରାଶି। ରାହୁଙ୍କ ପ୍ରଭାବିତ ଜନିତ ଭୁଲ ବୁଝାମଣାରୁ ପାରିବାରିକ ସମସ୍ୟାମାନଙ୍କୁ ଆନ୍ଦୋଳିତ କରିବ। ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ, କିନ୍ତୁ ଋଣ ପରିଶୋଧ ଚିନ୍ତାକାରୀ ରହିପାରେ। ଆଜି ପରିସ୍ଥିତି ବଶତଃ 2 ପଇସା ଖର୍ଚ୍ଚ କରିବା କାରଣରେ 6 ପଇସା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ସଭା ସମିତିରେ ସମ୍ମାନିତ ହେବେ, କିନ୍ତୁ ଆର୍ଥିକ ଲାଭ କରିବାକୁ ପଡ଼ିପାରେ। କନ୍ୟା ରାଶି। ମୁଖ ଭାବରେ ବୁଧ ଓ ମଙ୍ଗଳ ଯୋଗୁଁ ଆପଣଙ୍କ ବ୍ୟବହାରରେ କଠୋରତା ପରିଲକ୍ଷିତ ହେବ। ପାଖରେ ଥିବା ଲୋକଟି ଆପଣଙ୍କ ସକାଶେ ଉପକାରୀ ବ୍ୟସ୍ତତା ହେବ। କର୍ମକ୍ଷେତ୍ରରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ସହକର୍ମୀଙ୍କ ଅବଦାନ ରହିବ। ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ତୁଳା ରାଶି। ଶନିଙ୍କ ଷଷ୍ଠ ସ୍ଥାନ ହେତୁ ଭୁଲ ବୁଝାମଣାରୁ କଳହ ଆଶଙ୍କା ରହିଛି। ଆଜିର ଯାତ୍ରା କାଳରେ କୌଣସି ଯୁବ ବ୍ୟକ୍ତିଙ୍କ ଠାରୁ ଯଥେଷ୍ଟ ସହାୟତା ପାଇବେ। ବନ୍ଧୁଙ୍କ ଜରିଆରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମାଳି ମୋକଦ୍ଦମା ସଫଳତା ମିଳିବା ସାଙ୍ଗକୁ ପ୍ରଶାସନିକ ସ୍ତରରେ ଆଲୋଚନା ମଧ୍ୟ ଫଳପ୍ରଦ ହେବ। ବିଛା ରାଶି। ସ୍ୱଗୃହାମୁଖୀ ମଙ୍ଗଳ ହେତୁ ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିସ୍ପରିକ ପରିସ୍ଥିତି ଅନୁକୂଳ ରହିବ। ବହୁତ ଦିନ ଆଶା ପୂରଣ ହେବା ସହ ନୂତନ କାମରେ ଯୋଗ ଦେଇପାରନ୍ତି। ପରିବାର ଖର୍ଚ୍ଚ ଦ୍ୱିଗୁଣ ହେବାରୁ ଅର୍ଥ ସଙ୍କଟର ଭରଣା ସକାଶେ ଆଲୋଚନା କରିପାରନ୍ତି। ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ। ଧନୁ ରାଶି। ଅଷ୍ଟମ ବୃହସ୍ପତି ଯୋଗୁଁ ସମସ୍ୟା ଲାଗି ରହିଥିବାରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ବିବାଦୀୟ ପରିସ୍ଥିତିରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ପଡ଼ୋଶୀମାନେ କଣ୍ଟା ଭାବରେ ଲୁଗା ଛାଡ଼ି କଳହ କରିପାରନ୍ତି। ପିଲାଙ୍କ ସ୍ୱାସ୍ଥ୍ୟହାନି ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ସହଯୋଗରୁ ଚିନ୍ତିତ ରହିବେ। ମକର ରାଶି। ଚନ୍ଦ୍ରଙ୍କ ପ୍ରଭାବରୁ ଯେଉଁଥିପାଇଁ ଆଶା କରୁଛନ୍ତି, ସେହି କ୍ଷେତ୍ରରେ କିଛି ଅସୁବିଧା ହେବ ନାହିଁ। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ବାହାର ସ୍ଥାନରେ କାହାକୁ ଅପେକ୍ଷା କରି ବିରକ୍ତ ହେବେ ଏବଂ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଆଜି କାମଗୁଡ଼ିକ ଠିକ୍ ଭାବେ ସମ୍ପୂର୍ଣ୍ଣ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। କୁମ୍ଭ ରାଶି। ଧନଭାବସ୍ଥ ଶନି ଭାବରେ ବାଦବିବାଦ ଧନହାନି ଓ ବିଭିନ୍ନ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି।
ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବା ସାଙ୍ଗକୁ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। ଶିଳ୍ପ, ବାଣିଜ୍ୟ, ସାହିତ୍ୟ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଆକଟ୍ୟ ଚୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ମୀନ ରାଶି, ଆଜି ଆନୁଷ୍ଠାନିକ କାମରେ, ପ୍ରଶାସନିକ ସ୍ତର କିମ୍ବା ରାଜନୀତିରେ ସଫଳତା ପାଇବେ। ବନ୍ଧୁଙ୍କ ସହ ଆଲୋଚନା ସମୟରେ ବୃଥା ତର୍ଥା କରିବା ଠିକ୍ ହେବ ନାହିଁ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପକରେ ମୁଣ୍ଡ ପୁରାଇଲେ ସମ୍ପର୍କ ବ୍ୟାହତ ହେବେ। ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ, କିନ୍ତୁ ପାରିବାରିକ ପରିସ୍ଥିତି ପୂର୍ବ ପରି ରହିବ।